ସେଠାରେ କାରଣ କରି ଜଳ କମ୍ପାଉଥିଲେ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା। ସେଠାରେ 38 ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। ଯୀଶୁ ତାକୁ ପଡି ରହିଥିବା ଦେଖି ବହୁ କାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମେ କଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ। ସେଇକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେଦିନ ବିଶ୍ରାମ ବାର ଥିଲା। ଅତଏବ ଯିହୁଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମ ବାର, ଖଟିଆ ବୋହି ନେଇ ଯିବା ତୁମ୍ଭର ବିଧିସଙ୍ଗତ ନୁହେଁ। କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ ସେ ମୋତେ କହିଲେ, ତୁମ୍ଭର ଖଟିଆ ଘେନି ଚାଲ। ସେମାନେ ତାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯିଏ ତୁମ୍ଭକୁ କହିଲା ସେ ଲୋକ କିଏ? କିନ୍ତୁ ସେ କିଏ ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣିନଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ। ଯୀଶୁ ଅଗୋଚରରେ ଚାଲି ଯାଇଥିଲେ। ଆମେନ୍। ଧନ୍ୟବାଦ। ଯେତେବେଳେ ଆମେ ଦେଖୁ ଏଠାରେ ବେଥେସ୍ଦା ପୁଷ୍କରିଣୀ ଆଉ ଲେଖାଯାଏ ମେଷ ଦ୍ୱାର ପାଖରେ, ଯେତେବେଳେ ଜେରୁସାଲେମରେ ଅନେକ ଦ୍ୱାର ଥିଲା, ସେଇ ଦ୍ୱାର ମଧ୍ୟରେ ଗୋଟେ ମେଷ ଦ୍ୱାର, ଆଉ ଯୋଉ ପଟେ ମେଷ ମାନଙ୍କୁ ଅଣାଯାଏ ପ୍ରାୟଶ୍ଚିତ୍ତର ବଳି ଯୋଉଠି ମନ୍ଦିରରେ ଚଢାଯାଏ, ଆଉ ସେପଟେ ନିଆଁ ହେଇକି ଆସୁଥିଲା, ସେଇଥିପାଇଁ ତାକୁ ମେଷ ଦ୍ୱାର ବୋଲି କୁହାଯାଏ। ଆଉ ସେ ଦ୍ୱାର ପାଖରେ ଆମେ ଦେଖୁ ବେଥେସ୍ଦାର ଗୋଟେ ପୁଷ୍କରିଣୀ ଅଛି, 5ଟି ମଣ୍ଡପ ବୋଲି ବିଷୟରେ ଲେଖାଯାଏ। କିନ୍ତୁ ମୁଁ କହିବା ପାଇଁ ଚାହେଁ, ଆଉ ସେଇ ପୁଷ୍କରିଣୀ ପାଖରେ ଆମେ ଦେଖୁ ଅସୁସ୍ଥ, ଖଞ୍ଜ ଏବଂ ଅନ୍ଧ ସେଇ ଲୋକମାନେ ପଡିକି ରହୁଥିଲେ। ଜେରୁସାଲେମ ଗୋଟେ ଶାନ୍ତିର ନଗରୀ କୁହାଯାଏ, କିନ୍ତୁ ଅନେକ ଲୋକ ସେଠାରେ ଅଶାନ୍ତିରେ ଥିଲେ। ଜେରୁସାଲେମ ଗୋଟେ ଆଶୀର୍ବାଦର ନଗରୀ ବୋଲି କୁହାଯାଏ, କିନ୍ତୁ ସେଠାରେ ଅନେକ ଲୋକ ଆଶୀର୍ବାଦ ପାଇନଥିଲେ। ଜେରୁସାଲେମ ଗୋଟେ ଉଦ୍ଧାର ସ୍ଥାନ ବୋଲି କୁହାଯାଏ, କିନ୍ତୁ ସେଇଠି ଅନେକ ଲୋକ ଆମେ ଦେଖୁ ସେମାନେ ବନ୍ଧନରେ ଥିଲେ। ଅନେକ, କାରଣ ସେଇଟାରେ ଲେଖାଯାଏ ଯୋଉମାନେ ଅସୁସ୍ଥ ଲୋକ, ଯୋଉମାନେ ଅନ୍ଧ ଲୋକ, ଯୋଉମାନେ ପକ୍ଷାଘାତୀ ଲୋକ, ସେଇ ଜାଗାରେ ଆମେ ଦେଖୁ ସେମାନେ ଏକତ୍ର ଥିଲେ। ଆଉ ତା ଭିତରେ ଗୋଟେ ଲୋକକୁ ଆମେ ଦେଖୁ ଯିଏ 38 ବର୍ଷ ଧରି ଯିଏ ଆକ୍ରାନ୍ତ ଥିଲେ ପକ୍ଷାଘାତୀ ରୋଗରେ। 38 ବର୍ଷ ଧରି ସେ ପକ୍ଷାଘାତୀ ରୋଗରେ ଆକ୍ରାନ୍ତ ଥିଲେ। ଏବଂ 38 ବର୍ଷ ଯାହା ଗୋଟେ ଛୋଟ ସମୟ ନୁହେଁ। 38 ବର୍ଷ ଗୋଟେ ଅପେକ୍ଷାର ସମୟ ଅଟେ। ଅପେକ୍ଷା କରିବା ବହୁତ କଷ୍ଟ ଅଟେ। ଆମେ ବିଭିନ୍ନ ବିଷୟ ପାଇଁ ଅପେକ୍ଷା କରିଥାଉ ଜୀବନରେ। ଆମେ ଜୀବନରେ ପିଲାମାନେ ଥାଆନ୍ତି, ଚାକିରି ପାଇବା ପାଇଁ ସେମାନେ ଅପେକ୍ଷା କରନ୍ତି। ଆଉ ସେ ପିଲାଙ୍କୁ ଯେତେବେଳେ ପଚରାଯାଏ, ଯୋଉ ଚାକିରି ପାଇବା ପାଇଁ ତୁମେ ଯୋଉ ଅପେକ୍ଷା କଲ ତା କେତେ କଷ୍ଟ, ସେମାନେ କହନ୍ତି, ଆଜ୍ଞା ମୁଁ ବହୁତ କଷ୍ଟ ଦେଇକି ଗଲି। ଯେବେ ଚାକିରି ପାଆନ୍ତି ବହୁତ ଆଶ୍ୱାସନା ସେମାନେ ଅନୁଭବ କରନ୍ତି, କିନ୍ତୁ ଯୋଉ ଅପେକ୍ଷାର ସମୟ ଥାଏ ତା ବହୁତ କଷ୍ଟକର ଅଟେ। ଯୋଉମାନେ ବ୍ୟବସାୟ କରନ୍ତି, ଲାଭ ଦେଖିବାକୁ ଇଚ୍ଛା କରନ୍ତି, ଯୋଉ ଅପେକ୍ଷା କରନ୍ତି ଯୋଉ ସମୟ, ତା ବହୁତ କଷ୍ଟକର ଅଟେ। ଅନେକ ପୁଅ ଝିଅ ବଡ ହେଇଥିବେ, ଯୋଉମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଚାହାନ୍ତି, ଆବଦ୍ଧ ହେବା ପୂର୍ବରୁ ସେମାନେ ଯୋଉ ଅପେକ୍ଷା କରନ୍ତି ଯୋଉ ସମୟ, ତା ବହୁତ କଷ୍ଟକର। ସେଇଭଳି ଭାବରେ ଆମେ ଯେତେବେଳେ ମେଡିକାଲ ଯାଇଥାଉ, ମେଡିକାଲରେ ଲାଇନ ଲଗେଇଥାଉ, ରୋଗୀ ମାନେ ଜଣକ ପରେ ଜଣେ ଲାଇନରେ ଥାଆନ୍ତି। ଆମ ଲାଇନ କେତେବେଳେ ଆସିବ, ଯୋଉ ଅପେକ୍ଷାର ସମୟ ଥାଏ, ଆମେ ବାରମ୍ବାର ଘଣ୍ଟାକୁ ଦେଖିଥାଉ, କେତେବେଳେ ମୋ ଲାଇନ ଆସିବ। ସେଇ ରୋଗୀଟି ଯେତେବେଳେ ଲାଇନରେ ଛିଡା ହେଇଥାଏ, ତାକୁ ଜଣା ପଡେ ଯେ ଅପେକ୍ଷାର ସମୟ ବହୁତ କଷ୍ଟର ସମୟ। ଆଜିକାଲି ଯୋଉ ସିଲିଣ୍ଡର ବହୁତ ଜାଗାରେ ଦେଖୁ ମିଳିବାଟା ବହୁତ କଷ୍ଟକର ହଉଛି। ଥରେ ମୁଁ ଗୋଟେ ଜାଗାକୁ ଦେଇକି ଯାଉଥିଲି, ଏତେ ଖରା, ଲୋକମାନେ ଗଛ ତଳେ ଅଛନ୍ତି କିନ୍ତୁ ସିଲିଣ୍ଡର ଗୋଟା ଲାଇନରେ ରଖା ହେଇଛି। ସେମାନେ ଯୋଉ ଲାଇନରେ ଛିଡା ହେଇଛନ୍ତି ସେମାନେ ନିଶ୍ଚୟ ଜାଣିପାରୁଥିବେ ଯେ ଅପେକ୍ଷାର ସମୟ ଏକ କଷ୍ଟର ସମୟ। କିନ୍ତୁ ଏଇ ରୋଗୀ 38 ବର୍ଷ ଧରି ପକ୍ଷାଘାତୀ ରୋଗରେ ଆକ୍ରାନ୍ତ, କିନ୍ତୁ ଅପେକ୍ଷା କରୁଛି ଯେ ମୁଁ କୋଉ ଦିନ ସୁସ୍ଥ ହେବି। 38 ବର୍ଷର ଅପେକ୍ଷା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେତିକି ବର୍ଷ ସେ ଜୀବନ କାଟି ଅଛନ୍ତି, ସେଇ 33 ବର୍ଷ ଠାରୁ ଅଧିକ ମଧ୍ୟ ଏଇ ରୋଗୀର ବୟସ, ଏଇ ରୋଗୀ ଅପେକ୍ଷା କରିଥିଲା 38 ବର୍ଷ।
38 ବର୍ଷ ବେଳେ ବେଳେ ତା ଭାବିଲେ ବହୁତ ଲାଗେ ଯେ ସେ କେତେ କଷ୍ଟ ଦେଇକି ଯାଇଥିବ 38 ବର୍ଷ। କିନ୍ତୁ ଯେତେବେଳେ ଆମମାନେ ସେ ଅପେକ୍ଷା କରୁ, ଅପେକ୍ଷାରେ ଯେତେବେଳେ ଆମମାନଙ୍କୁ କଷ୍ଟ ହୁଏ, ସେ କ୍ଲେଶରୁ କୋଉଠି ନା କୋଉଠି ଆମମାନଙ୍କୁ ପ୍ରଭୁ ଧୈର୍ଯ୍ୟ ଦିଅନ୍ତି। ସେଇ ଧୈର୍ଯ୍ୟରୁ ଆମମାନଙ୍କୁ ଅନୁଭୂତି ଆସେ, ଆଉ ଅନୁଭୂତିରୁ ପ୍ରଭୁ ଭରସା ମଧ୍ୟ ଦିଅନ୍ତି। ରୋମୀ ତାର 5 ପର୍ବ 3-4 ଟିକେ ପଢନ୍ତୁ। କେବଳ ତାହା ନୁହେଁ, ସମସ୍ତ କ୍ଲେଶରୁ ମଧ୍ୟ ଦର୍ପ କରୁଅଛୁ। ଯେଣୁ କ୍ଲେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ପୁଣି ଅନୁଭୂତିରେ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ। ଆଉ ଧନ୍ୟବାଦ ଧନ୍ୟବାଦ ଭଉଣୀ। ଦେଖନ୍ତୁ ଏଠି ଲେଖାଯାଏ କ୍ଲେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି, ଆଉ ଅନୁଭୂତି ଯେତେବେଳେ ଥାଏ ପ୍ରଭୁ ଭରସା ଦିଅନ୍ତି। ହାଲେଲୁୟା। ପ୍ରଭୁ ପ୍ରତ୍ୟେକଙ୍କୁ ଆଜି ଭରସା ଦିଅନ୍ତୁ। ଅପେକ୍ଷାରେ ଅଛୁ, ଗୋଟେ କଷ୍ଟର ସମୟ ଅଟେ, କିନ୍ତୁ ତା ସବୁଦିନ ରହିବନି। ପ୍ରଭୁ ଧୈର୍ଯ୍ୟ ଦିଅନ୍ତି। ଅନେକ ଅଛନ୍ତି ଲାଇନରେ ପଛରୁ ଯାଇକି କେତେବେଳେ ଆଗରେ ପଳେଇ ଯାଆନ୍ତି, ଯିବାକୁ ଚେଷ୍ଟା କରନ୍ତି। ନାଇଁ, ଅପେକ୍ଷାର ସମୟ ପ୍ରଭୁ ଧୈର୍ଯ୍ୟ ଦେବେ। ସେଇ ଧୈର୍ଯ୍ୟ ଆମମାନଙ୍କ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଭୁ ଧୈର୍ଯ୍ୟ ଧରିବା ଶିଖାନ୍ତି, ତାହା ଗୋଟେ ଅନୁଭୂତି ଭଳିଆ। ଆଉ ସେଇ ଅନୁଭୂତିରୁ ପ୍ରଭୁଙ୍କ ଉପରେ ଭରସା କରିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତି। ମିଖା ଭବିଷ୍ୟତ ବକ୍ତା କହନ୍ତି, ମୁଁ ଅପେକ୍ଷା କରିବି ଆଉ ପରମେଶ୍ୱର ମୋର ପ୍ରାର୍ଥନା ଶୁଣିବେ। ମିଖା ତାର 7:7 ଲେଖାଯାଏ, ମୁଁ ଅପେକ୍ଷା କରିବି କିନ୍ତୁ ପରମେଶ୍ୱର ମୋର ପ୍ରାର୍ଥନା ଶୁଣିବେ। ଆଉ ଗୋଟେ ବିଷୟ ଭାରି ଭଲ ଲାଗେ, ଯିଶା ଭବିଷ୍ୟତ ବକ୍ତା କହନ୍ତି ଯେ ଯେଉଁମାନେ ସଦା ପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ ବୋଲି, ଯାହା ଯିଶାୟ 40:31 ଲେଖାଯାଏ। ଯୋଉମାନେ ଅପେକ୍ଷା କରିବେ, those who are wait upon the Lord, ଯୋଉମାନେ ଅପେକ୍ଷା କରିବେ ସେମାନେ ନୂଆ ନୂଆ ବଳ ପାଇବେ, ଆଉ ଉତ୍କର୍ଷ ପକ୍ଷୀ ପରି ଉପରକୁ ଉଠିବେ। ବେଳେ ବେଳେ ଝଡ଼ ଆସେ, ପବନ ଆସେ, କିନ୍ତୁ ସେଇ ପବନ ଉତ୍କର୍ଷ ପକ୍ଷୀକୁ ଉପରକୁ ଉଠିବା ପାଇଁ ସାହାଯ୍ୟ କରେ। ହାଲେଲୁୟା। ଅନେକ ପକ୍ଷୀ ମାନେ ଥାନ୍ତି, ଚଢେଇ ମାନେ ଥାନ୍ତି, ସେଇ ଝଡ଼ରେ ଉପରକୁ ଉଠି ପାରିବେନି, କିନ୍ତୁ ସେଇ ଝଡ଼ରେ ଉତ୍କର୍ଷ ପକ୍ଷୀକୁ ବଳ ଆସେ ଆଉ ସେ ଉପରକୁ ଉଠିବା ପାଇଁ ସାହାଯ୍ୟ କରେ। ପ୍ରଭୁ ସାହାଯ୍ୟ କରନ୍ତୁ। ଆମେ ବାଇବେଲରେ ଯେତେବେଳେ ଦେଖୁ ଲୋକମାନଙ୍କର ଅପେକ୍ଷା ଏତେ ଏତେ ବର୍ଷ ଧରି ଥିଲା, କିନ୍ତୁ ସେମାନେ ପ୍ରଭୁଙ୍କ ଠାରେ ଭରସା ରଖିଥିଲେ। ଦାଉଦଙ୍କୁ ରାଜା ଭାବରେ ଅଭିଷିକ୍ତ କରାଗଲା, କିନ୍ତୁ ସିଂହାସନରେ ବସିବା ପାଇଁ 13 ବର୍ଷ ଲାଗିଲା। 13 ବର୍ଷ ଲାଗିଲା। ପ୍ରଭୁଙ୍କ ଠାରେ ଭରସା ରଖିଥିଲେ। 13 ବର୍ଷ ପରେ ଦାଉଦ ସିଂହାସନରେ ବସିଲେ। ହାଲେଲୁୟା। ଯୋସେଫଙ୍କ ବିଷୟ ଦେଖୁ, ଯେତେବେଳେ ତାଙ୍କ ଭାଇ ମାନେ ତାଙ୍କୁ ବିକ୍ରୟ କଲେ, ଯେତେବେଳେ ସେ ବନ୍ଦୀ ହେଲେ, ଏଇ ବର୍ଷ ଯେତେବେଳେ ଆମେ ଅଟକଳ କରୁ ପାଖାପାଖି 13 ବର୍ଷ, କିନ୍ତୁ ସେ 13 ବର୍ଷରେ ପ୍ରଭୁ ପୂର୍ବରୁ ତାଙ୍କୁ ଯୋଉ ଦର୍ଶନ ସ୍ୱପ୍ନ ମାଧ୍ୟମରେ ପ୍ରଭୁ ଦେଖେଇଥିଲେ, ସେଇ ସ୍ୱପ୍ନ ସଫଳ ହେବା ପାଇଁ 13 ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗିଲା। ମିଶ୍ରର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଉମାନେ ଅପେକ୍ଷା କରିବେ ପ୍ରଭୁ ସେମାନଙ୍କୁ ନୂଆ ନୂଆ ବଳ ଦେବେ। ହାଲେଲୁୟା। ପ୍ରଭୁ ନୂଆ ନୂଆ ବଳ ଦେବେ। ଅପେକ୍ଷା ଏକ ଲମ୍ବା ଅପେକ୍ଷା ହେଇପାରେ, କିନ୍ତୁ ଅପେକ୍ଷାର ଅନ୍ତ ଅଛି। ସେ କ୍ଲେଶ ହେଇପାରେ, କଷ୍ଟ ଦେଇକି ଯାଇପାରୁ, କିନ୍ତୁ ତା ଭିତରୁ ପ୍ରଭୁ ଧୈର୍ଯ୍ୟ ଦେବେ, ଆଉ ସେଇ ଧୈର୍ଯ୍ୟରେ ପ୍ରଭୁ ଭରସା ଦିଅନ୍ତି ତାଙ୍କ ଉପରେ ଭରସା କରିବା ପାଇଁ। ପ୍ରଭୁ ସାହାଯ୍ୟ କରନ୍ତୁ। 38 ବର୍ଷର ରୋଗୀକୁ ସେ ଭାବୁଥିବ ମୁଁ କେବେ ଠିକ ହେଇପାରିବିନି। ବେତ୍ସାଇଦା ପୁଷ୍କରିଣୀ ପାଖରେ ଅନେକ ହେଇପାରେ ଖଞ୍ଜ, ଅନ୍ଧ, ଅସୁସ୍ଥ ଥିବେ, ଚିତ୍କାର ଶୁଭୁଥିବ, ବ୍ୟତିବ୍ୟସ୍ତ ହେଇ ପଡୁଥିବେ ଲୋକମାନେ ଯେ ମୁଁ କେବେ ଠିକ ହେବି, ମୁଁ କେବେ ଠିକ ହେବି, କିନ୍ତୁ those who are wait upon the Lord ସେମାନେ ନୂଆ ନୂଆ ବଳ ପାଇବେ। ପ୍ରଭୁ ସାହାଯ୍ୟ କରନ୍ତୁ। ଆଜି ହେଇପାରେ ଆମେ ଅନେକ ବିଷୟ ପାଇଁ ଆଜି ଅପେକ୍ଷା କରିଥାଇପାରୁ, ବ୍ୟତିବ୍ୟସ୍ତ ହେଇଯାଇଥାଇପାରୁ। ପ୍ରଭୁ ପୁଅର କିଛି ହଉନି, ଝିଅର କିଛି ହଉନି, ପରିବାରରେ ଠିକ ଚାଲୁନି, କିନ୍ତୁ ପ୍ରଭୁ ସାହାଯ୍ୟ କରିବେ। ଏକ କଷ୍ଟରୁ ପ୍ରଭୁ ଯାହା କ୍ଲେଶରୁ ପ୍ରଭୁ ଧୈର୍ଯ୍ୟ ଦିଅନ୍ତି, ଆଉ ଧୈର୍ଯ୍ୟରୁ ପ୍ରଭୁ ନିଶ୍ଚୟ ଭରସା ଦେବେ। ଏହା ଏକ ଅନୁଭୂତିର ସମୟ। ଜୀବନରେ ଅନୁଭୂତି ରହିବାର ଆବଶ୍ୟକ ରହିଅଛି।
ଆଉ ସେଇ ଅପେକ୍ଷା ନିଶ୍ଚୟ ଦିନେ ନା ଦିନେ ଅନ୍ତ ହବ ଯୋଉମାନେ ପ୍ରଭୁଙ୍କ ଉପରେ ଭରସା ରଖନ୍ତି। ପ୍ରଭୁ ସାହାଯ୍ୟ କରନ୍ତୁ। ଯେତେବେଳେ ଏଇ ବେସେଦା ପୁଷ୍କରିଣୀକୁ ଆମେ ଦେଖୁ, ସେଇ 38 ବର୍ଷର ପକ୍ଷାଘାତୀ ରୋଗୀ ବିଷୟରେ ଯେତେବେଳେ ଆମେ ଦେଖୁ, ସେ ଅପେକ୍ଷା କରିଅଛି। 2ରେ ଯେତେବେଳେ ସେଇଠି ପଢୁ, ଗୋଟେ ବିଷୟ ଆମ ଜୀବନକୁ ସେଠାରେ ଆମେ ସୁଧାରିବା ପାଇଁ ରହିଅଛି। ଯେତେବେଳେ ଆମେ ଦେଖୁ ଯୋହନ 5:7 କି ଟିକେ ପଢିବେ, ଏଇ ବିଷୟ ପାଇଁ ସେ ସେଠାରେ ପଢିକି ରହୁଅଛି। ଯୋହନ 5:7। ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମତେ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋହର କେହି ନାହିଁ। ଆଉ ମୁଁ ଧନ୍ୟବାଦ ଧନ୍ୟବାଦ ଭଉଣୀ, ବହୁତ ଧନ୍ୟବାଦ। ମୁଁ କାହିଁକି କହୁଛି, ଏଇ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋର କେହି ନାହିଁ, ତା ମାନେ ସହଭାଗିତା ନିଶ୍ଚୟ ଦରକାର। ଲୋକଟିର ସହଭାଗିତା ନାହିଁ। ଅନେକ ତା ଚାରିପଟେ ଅଛନ୍ତି, କିନ୍ତୁ ଘେନି ଯିବା ପାଇଁ କେହି ନାହାନ୍ତି। ସହଭାଗିତା ଆମମାନଙ୍କ ଜୀବନରେ ନିଶ୍ଚୟ ଆବଶ୍ୟକ ଅଟେ। ଯେତେବେଳେ ଆମେ ବାଇବେଲ ପଢୁ, ମାର୍କ ତାର 2:1-4 ଲେଖାଯାଏ, ଜଣେ ପକ୍ଷାଘାତୀ ରୋଗରେ ଆକ୍ରାନ୍ତ, ଆଉ 4 ଜଣ ଆସୁଛନ୍ତି, ତାକୁ ନେଇକି ଯାଉଛନ୍ତି। ଯୀଶୁ ଆର ଗ୍ରାମରେ ଅଛନ୍ତି ବୋଲି ଲେଖାଯାଏ, ମାର୍କ 2:1-4। ଆର ଗ୍ରାମରେ ଅଛନ୍ତି, ଆଉ ଯେତେବେଳେ ଦେଖିଲେ ଯେ ସେମାନେ ତା ମଧ୍ୟକୁ ନେଇ ପାରୁନାହାନ୍ତି, ଗହଳି ଅଛି, ଉପରକୁ ନେଇକି ଛାତ ଭାଙ୍ଗିକି ଖଟିଆରେ ଘେନିକି ତଳକୁ ଓହ୍ଲେଇ ଦେଲେ ବୋଲି ଲେଖାଯାଏ। ତା ମାନେ ଯେତେବେଳେ ଆମେ ଜୀବନରେ ଆମମାନଙ୍କର ଆତ୍ମିକ ଅବସ୍ଥା ପକ୍ଷାଘାତୀ ରୋଗ, ପକ୍ଷାଘାତୀ ଭଳିଆ ଅବସ୍ଥାରେ ଥିବ, ସେତେବେଳେ ଆତ୍ମିକ ଲୋକମାନେ ଆମମାନଙ୍କୁ ପ୍ରଭୁଙ୍କ ଆଡକୁ କଢେଇକି ନିଅନ୍ତି। ହାଲେଲୁୟା। ସହଭାଗିତା ନିଶ୍ଚୟ ଆବଶ୍ୟକ ଅଟେ। ଯେତେବେଳେ ଆପଣ ପ୍ରାର୍ଥନାରେ ଦୁର୍ବଳ ଥିବେ, ଯେତେବେଳେ ଆପଣ ଆତ୍ମିକ ଅବସ୍ଥାରେ ଦୁର୍ବଳ ଥିବେ, ସେତେବେଳେ ଆପଣଙ୍କ ପାଖରେ ଥିବା ଯୋଉମାନେ ପ୍ରାର୍ଥନାର ଯୋଦ୍ଧା, ଯୋଉମାନେ ପ୍ରଭୁଙ୍କ ଠାରେ ଉତ୍ତମ ବିଶ୍ୱାସିନୀ, ସେମାନେ ଆପଣଙ୍କୁ ପ୍ରଭୁଙ୍କ ଆଡକୁ ନେବେ। ଆଜି ଯୋଉ ଭଳିଆ ଭାବରେ ଏଇ ଜୁମ୍ ମିଟିଂ ରେ ହେଇପାରେ, ଏଇ ଗୁଗୁଲ ମିଟ ରେ, ଆଜ୍ଞା ଉଠନ୍ତୁ, ସକାଳ ହେଲାଣି, ଆପଣଙ୍କର ଆଜି ବାକ୍ୟ ଅଧ୍ୟୟନ ଅଛି, ଆଜ୍ଞା ଉଠନ୍ତୁ, ଆଜି ଆପଣଙ୍କୁ ଗୀତ ଗାଇବାର ଅଛି। ଏଇ ସହଭାଗିତା ପ୍ରଭୁଙ୍କ ଆଡକୁ କଢେଇକି ନିଏ। ହେଇପାରେ ଆମେ ଦୁର୍ବଳ ଥାଇପାରୁ, କିନ୍ତୁ ଆମମାନଙ୍କୁ ସେଇ ସବଳ ଲୋକମାନେ ଦରକାର, ଯୋଉମାନେ ଆମମାନଙ୍କୁ ପ୍ରଭୁଙ୍କ ଆଡକୁ କଢେଇକି ନେବେ। ଗୋଟେ ଗୋଲମରିଚ ଗଛ କେବେ ଏକୁଟିଆ ବଢି ପାରିବନି, ତାକୁ ଗୋଟେ ସପୋର୍ଟ ଦରକାର, ତା ଉପରେ ଗୋଡେଇକି ଉପରକୁ ଯାଏ। ପ୍ରଭୁ ସେଇଭଳିଆ ଭାବରେ ଏକ ସପୋର୍ଟ ଆମମାନଙ୍କୁ ଦିଅନ୍ତୁ, ଏକ ସହଭାଗିତା ଦିଅନ୍ତୁ, ଯୋଉ ସହଭାଗିତା ଆମମାନଙ୍କୁ ଆଗକୁ ବଢେଇକି ନବ। ବାଇବେଲ ବୁଝୁନଥିଲା, ଯେତେବେଳେ ବୁଝି ପାରୁନଥିବୁ, ବୁଝିବା ପାଇଁ ଆମମାନଙ୍କ ପାଖରେ ଯୋଉ ସହଭାଗିତା ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରିବ। ପ୍ରାର୍ଥନା ନ କରଲା ବେଳେ ସେମାନେ ସାହାଯ୍ୟ କରିବେ ଯେ ପ୍ରାର୍ଥନାରେ ଆଗେଇବା ପାଇଁ। ଯେତେବେଳେ ଆମେ ନୂତନ ନିୟମରେ ଯେତେବେଳେ ଆମେ ଦେଖୁ, ଆକ୍ୱିଲା ଆଉ ପ୍ରିସ୍କିଲା ସେମାନେ କଣ କରୁଅଛନ୍ତି, ଯେତେବେଳେ ପ୍ରେରିତ 18 ପର୍ବ 24-26 ପଢିବେ, ଆପୋଲୋ ନାମକ ଜଣେ ସୁବକ୍ତା ଯିଏ ପ୍ରଚାର କରୁଥିଲେ, କିନ୍ତୁ ସେ ଖାଲି ଯୋହନଙ୍କ ବିଷୟରେ ପ୍ରଚାର କରୁଥିଲେ, ଯୋହନଙ୍କ ବାପ୍ତିସ୍ମ ବିଷୟରେ। ପଢନ୍ତୁ ଟିକେ, ପ୍ରେରିତ 18:24-26। ଇତିମଧ୍ୟରେ ଆପୋଲୋ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ। ତାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଆ। ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ। ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷାପ୍ରାପ୍ତ ହୋଇଥିଲେ, ପୁଣି ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମ ରୂପେ କହି ଶିକ୍ଷା ଦେଉଥିଲେ। କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ। ସେ ସମାଜ ଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ, କିନ୍ତୁ ପ୍ରିସ୍କିଲା ଓ ଆକ୍ୱିଲା ତାଙ୍କ କଥା ଶୁଣି ତାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ୱରଙ୍କର ମାର୍ଗ ବିଷୟ ତାଙ୍କୁ ବୁଝାଇ ଦେଲେ। ଧନ୍ୟବାଦ। ଦେଖନ୍ତୁ, ଯେତେବେଳେ ସହଭାଗିତା ଥିବ, ସେମାନେ ବାଇବେଲ ସମ୍ବନ୍ଧୀୟ ବିଷୟ ଆହୁରି ବୁଝିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରାର୍ଥନାରେ ଦୁର୍ବଳ ଥିଲେ ଆହୁରି ଆଗକୁ ବଢିବା ପାଇଁ ସାହାଯ୍ୟ କରିବେ। ଭୟରେ ଯେତେବେଳେ ଥିବେ, ସେମାନେ ସେତେବେଳେ ସାହସ ଦେବେ। ସହଭାଗିତା ଯେ ପ୍ରଭୁଙ୍କ ଠାରେ ପ୍ରଭୁ ନିଶ୍ଚୟ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ, ଭୟ କରେ ନା, ସାହସ ଦେବେ। ଯେତେବେଳେ ଆମେ ଦେଖୁ ଯୋନାଥନ, ଯେତେବେଳେ ଆମେ ଦେଖୁ ସେ ଦାଉଦଙ୍କ ନିକଟକୁ ଗଲା, ପ୍ରଥମ ସାମୁଏଲ 23 ପର୍ବ 16-17 ଆପଣ ଦେଖିବେ। ପରେ ଦାଉଦଙ୍କ ନିକଟକୁ ଗଲା, ଆଉ ସାଉଲ
ଦାଉଦଙ୍କୁ ମାରିବା ପାଇଁ ସେତେବେଳେ ସେ ଚାହୁଁଥିଲେ, କିନ୍ତୁ ଯୋନାଥନ କହୁଛି ଦାଉଦଙ୍କୁ ଯେ ତୁମେ ଭୟ କର ନାହିଁ, ଭୟ କର ନାହିଁ। ଯେତେବେଳେ ଆପଣ ପଢିବେ ପ୍ରଥମ ସାମୁଏଲ 23 ପର୍ବ ତାର 16 ପଦରେ ହିନ୍ଦୀରେ ବହୁତ ବଢିଆ ଲେଖାଯାଏ। ପ୍ରଥମ ସାମୁଏଲ 23 ପର୍ବ 16 ପଦରେ ଲେଖାଯାଏ, ଏଣୁ ଓଡିଆ ଲେଖାଯାଏ, ଏଣୁ ସାଉଲଙ୍କ ପୁତ୍ର ଯୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କ ଠାରେ ତାଙ୍କ ହସ୍ତ ସବଳ କଲା। କିନ୍ତୁ ହିନ୍ଦୀରେ ବହୁତ ବଢିଆ ଲେଖାଯାଏ कि साउल का पुत्र जोनाथन उठकर उसके पास होरेस में गया और परमेश्वर की चर्चा करके उसको ढाढ़स दिलाया। ता माने ढाढ़स माने हिम्मत, साहस, ताकू साहस दौची जे तू भय करना। ता माने सहभागिता जदि थिबो आपन को भयर परिस्थिति रे आपन को साहस दबो। बाइबल न बुझुवा समय रे आपन को बुझीवा पई सहाय्य करिवे। सहभागिता निश्चय आवश्यक अटे। आद्य मंडली रे लोक माने लेखा जाए प्रेरित माने रुटी भांगिबारे प्रार्थना करिबारे निविष्ट चित्त होउतले। प्रेरित तार 2 पर्व 46-47 रे लेखा जाए से समस्तंकर प्रिय पात्र थिले। आज जदि जणे अनेक सहित जदि मंडली रे पडुनी ताले सहभागिता हेई परिबोनी। ता माने सहभागिता पई समस्त सहित आमानकु मिसिबा दरकार। सहभागिता नथिले आमाने आगु को बढ़िबानी। ए लोक सेइत पई कहूची आज्ञा भीतर को नै जिबा पई मो पाखरे केही नाहंती। आज भी सेई बळे भाबरे जदि आज आमाने एकुटी आछु, जदि सहभागिता नै कोठी ना कोठी आत्मिक जीवन रे आमाने आगु को बढ़ी परिबानी। आत्मिक जीवन रे आगु को बढ़िबा कोले सहभागिता निश्चय आवश्यक अटे। प्रेरित मानक समय रे लोक माने सेता बळे अन्यर प्रिय पात्र थिले। आज हेई पारे आमे अन्यर प्रिय पात्र हेई पारुनु बहुत समय रे, जेतु जनक सहित अन्यर कथावार्ता नाही, प्रेम नाही, संपर्क नाही। सहभागिता निश्चय आवश्यक अटे। जेतेबेले मु पढ़े गोटे विषय पाउल आउ तिमोथीको विषय रे मते भारी भल लागे सेमानको सहभागिता। फिलिपियो 2:22 रे लिखा जाए जे सेमाने मिसिकी सेवा कार्य करुथिले। पाउल कहउचंदी से मिसिकी मो सहित सेवा करथिले। फिलिपियो 2:22 पढंतु टिके। से फिलिपियो से जे परीक्षा सिद्ध लोक यह तुम्भे माने जान पुत्र पितार सेवा कला परी से तो सुसमाचार कार्य रे मो सहित सेवा करिथिले। धन्यवाद। पाउल कहउचंदी तिमोथीको विषय रे, अरे पुत्र पितार सेवा कला परी से मो सहित सेवा करथिले। तिमोथी सेतले जुबा थिले, कारण सेठी पाउल कहंती तुमरो यौवन अवस्था रे अभिलाष करो नहीं। यौवन अवस्था रे तुमे अभिलाष रु पलायन करो बोली कहा जाए। ता माने सेठारे तिमोथी जे यौवन अवस्था रे अछंती, किंतु पाउल से जगह रे वृद्ध अवस्था रे अछंती। केमिति फिलिमन 1 पर्व 9 पद टिके पढंतु भौणी। फिलिमन एब्री पर फिलिमन एब्री जाकुब फिलिमन 1 पर्व 9 पद। तथापि मु वृद्ध पाउल प्रेम हेतु तुमको अनुरोध करूअछि, ख्रीष्ट जीशुଙ୍କ निमंते वर्तमान बंदी जे मु। धन्यवाद। देखंतु फिलिमन 1 पर्व 9 पद रे लिखा जाय मु वृद्ध पाउल। ता माने पाउल जेतले वृद्ध सेतले तिमोथी जुबा अटंती। गोटे जुबा व्यक्ति सहित गोटे वृद्ध व्यक्ति रो आजिकाली लोक पिला माने कहते आज्ञा आमनकर मेंटालिटी आपन सहित मैच होनी। आपण माने बहुत वर्षर बहुत गैप रही जाइछि, आपण माने आम कथा बुझी परिबेनी, बेले सहभागिता हुएनी। किंतु पाउलଙ୍କ जीवन रो सिखिबा तिमोथीଙ୍କ जीवन रो सिखिबा दुई जण मिसी के जाउतले। प्राय मते लागे 12 रो 14 वर्ष और अधिक से माने सेवा कार्य करथिले। प्रथम तिमोथी द्वितीय तिमोथी लेखा जेतले लेखा हेछि, गोटे दिन भी जड़े बापांक अधीन रे पुओ जीवाटा कष्टकर अटे परिवार भाव रे। किंतु एई वृद्ध पाउलଙ୍କ सहित जुबा तिमोथी सहभागिता भारी उत्तम लागे।
ଯଦି ସହଭାଗିତାରେ ଆପଣ ରହିବେ ଜଣେ ଉତ୍ତମ ନେତା ମଧ୍ୟ ହେଇପାରିବେ, ଉତ୍ତମ ଲିଡର ହେଇପାରିବେ, କିନ୍ତୁ ସହଭାଗିତାରେ ରହିବାର ଅଛି। ହେଇପାରେ ସେଇଠି ବୟୋଜ୍ୟେଷ୍ଠ ଲୋକମାନେ ଥିବେ, ତାଙ୍କ ଅଧୀନରେ ରହିବାକୁ ପଡିବ। ସହଭାଗିତା ଖାଲି ନୁହେଁ ଯେ ଆମର ସମାନ ବର୍ଷ ତା ତଳ ବର୍ଷ ଲୋକମାନେ ଥିବେ, ନାହିଁ, ବୟୋଜ୍ୟେଷ୍ଠ ଲୋକମାନେ ଥିବେ, ପ୍ରାଚୀନ ମାନେ ଥିବେ, ଯୋଉମାନଙ୍କ ଅଧୀନରେ ରହିବାକୁ ପଡିବ। ରହିଲେ ତ ସହଭାଗିତାରେ ଆଗକୁ ଯିବେ। ପାଉଲଙ୍କ ଅଧୀନରେ ଯେଭଳି ଭାବରେ ତିମୋଥି ଥିଲେ, ଏଲିୟଙ୍କ ଅଧୀନରେ ସେଇଭଳି ଭାବରେ ଆମେ ଦେଖୁ ଏଲିସା ଥିଲେ। ବର୍ଣ୍ଣବା ପାଉଲଙ୍କର ମଧ୍ୟ ଆମେ ଦେଖୁ ସହଭାଗିତା। ଆଉ ଗୋଟେ ପୁରାତନ ନିୟମରେ ଭାରି ମତେ ଭଲ ଲାଗେ, ଜେଥ୍ରୋ ଶ୍ୱଶୁର ମୋଶା ଜେଥ୍ରୋଙ୍କର ପରାମର୍ଶ ନେଲେ ବିଚାରକର୍ତ୍ତାର ନିଯୁକ୍ତି ପାଇଁ। ମୋଶା ଜେଥ୍ରୋଙ୍କ କଥା ଅନୁସାରେ କଲେ। ଯାତ୍ରା ତାର 18 ପର୍ବ 24 ପଦ ଟିକେ ପଢନ୍ତୁ ଭଉଣୀ। ଅନନ୍ତର ମୂଷା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। ଆମେନ୍। ଧନ୍ୟବାଦ। ଦେଖନ୍ତୁ, କେବେ ବି ଏଇଠି ଏତେ ସହଭାଗିତା ଏତେ ବଢିଆ। କେବେ ବି କହିନାହାନ୍ତି ମୁଁ ଜଣେ ଉତ୍ତମ ଭବିଷ୍ୟତ ବକ୍ତା, ମୁଁ କାହିଁକି ଆପଣଙ୍କ କଥା ଶୁଣିବି, ଜେଥ୍ରୋ ମୁଁ ଆପଣଙ୍କ କଥା କାହିଁ ଶୁଣିବି ନାହିଁ। ସହଭାଗିତାରେ ରହିଲେ ତ ଆଗକୁ ବଢିବାକୁ ହବ, ଉତ୍ତମ ନେତା ହେଇପାରିବେ। ପାଉଲଙ୍କ ପରେ ତିମୋଥି ନେଲେ, ସେଇଭଳି ଭାବରେ ଜେଥ୍ରୋଙ୍କ କଥା ମଧ୍ୟ ମୋଶା ମାନୁଅଛନ୍ତି। ସହଭାଗିତା ଆମମାନଙ୍କୁ ଦୁର୍ବଳ କରିବନି, କିନ୍ତୁ ସହଭାଗିତା ଆମମାନଙ୍କୁ ସବଳ କରିବ, ପ୍ରଭୁଙ୍କ ଠାରେ ଆହୁରି ଆମମାନଙ୍କୁ ଘନିଷ୍ଠ କରିବ। ଯେତେବେଳେ ଆମଙ୍କର ଆତ୍ମିକ ଅବସ୍ଥା ଭଲ ନଥିବ, ପକ୍ଷାଘାତ ରୋଗୀ ଭଳି, କିନ୍ତୁ ସେଇ 4 ଜଣ ଆମମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଆଡକୁ ନେବେ। ଭାଇ ଉଠ, ପ୍ରାର୍ଥନା ସମୟ ହେଲାଣି, ଆଜି ପ୍ରାର୍ଥନା କରିବା। ଭଉଣୀ ମାନେ ପ୍ରାର୍ଥନା କରୁଥିବେ, ଉଠ ଆଜି ତୁମର ବାକ୍ୟ ଅଛି, ପ୍ରଭୁଙ୍କ ଆଡକୁ କଢେଇକି ନେବେ। ସହଭାଗିତା ନାହିଁ ଏ ବ୍ୟକ୍ତିର ଜୀବନରେ, ସେଇଥିପାଇଁ କହୁଛି ମତେ ନେଇଯିବା ପାଇଁ କେହି ନାହାନ୍ତି। ତୃତୀୟରେ ଆମେ ଦେଖୁ ଯୌନ ତାର 5 ପର୍ବ 7 ପଦ ପଢନ୍ତୁ ଭଉଣୀ। ରୋଗୀଟି ତାହାକୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଦେଖନ୍ତୁ, ମୁଁ ଯାଉ ଯାଉ ସେକେଣ୍ଡ, ମୁଁ ଏଇଟା ତୃତୀୟ ନମ୍ବର, ମୁଁ ଯାଉ ଯାଉ ଅନ୍ୟ ଜଣେ ଯାଆନ୍ତି। ତା ମାନେ ମୋର ବିଫଳତା ପାଇଁ ମୁଁ ଅନ୍ୟକୁ କେବେ ହେଲେ ଦୋଷୀ କରିବିନି। ଏଇ ବ୍ୟକ୍ତି ନିଜର ବିଫଳତା ପାଇଁ ଅନ୍ୟକୁ ଦୋଷ ଦଉଛନ୍ତି। ମୁଁ ଯାଉ ଯାଉ ଅନ୍ୟ ଜଣେ ଚାଲି ଯାଉଛନ୍ତି। ଯେତେବେଳେ ଚାକିରିରେ ଆଜି ଆମଙ୍କର କିଛି ଅସୁବିଧା ହୁଏ, ଆମଙ୍କର ବିଫଳତା ଯୋଗୁ ଆମେ ଅନ୍ୟକୁ ଦୋଷ ଦେଇଥାଉ। ବିବାହ ବନ୍ଧନରେ ଅନେକ ଥାଆନ୍ତି, ଯେତେବେଳେ କିଛି ବି ବାଧା ଆସେ ସେତେବେଳେ ସେମାନେ କହନ୍ତି ଏଇ ପ୍ରସ୍ତାବଟି ସେ ପାଳକଙ୍କ ଦ୍ଵାରା, ଏଇ ପ୍ରସ୍ତାବଟି ସେଇ ଲୋକଙ୍କ ଦ୍ଵାରା ଆସିଥିଲା, ସେଇଥିପାଇଁ ଏଇ ସମସ୍ୟା ଆସୁଅଛି। ନିଜର ବିଫଳତା ପାଇଁ ଆମମାନେ କେବେ ହେଲେ ଅନ୍ୟକୁ ଦୋଷ ଦବାନି। ସେ ଅନ୍ୟକୁ ଦୋଷ ଦଉଛନ୍ତି, ମୁଁ ଯାଉ ଯାଉ ଅନ୍ୟ ଜଣେ ପଶି ଯାଉଛି। ଯେତେବେଳେ ଆମେ ଦେଖୁ ଆଦମ ଆଉ ହବା, ସେମାନେ ଯେତେବେଳେ ପାପ କରୁଅଛନ୍ତି, ଆଉ ପରମେଶ୍ୱର ପଚାରୁଛନ୍ତି ଆଦମ ତୁମେ କେଉଁଠାରେ? ପରମେଶ୍ୱର ଜାଣିଲେ ଇଏ ଯେ ପାପ କରିଅଛି, ସେଇଥିପାଇଁ କହୁଛନ୍ତି ଆରେ ତୁମକୁ ଖାଇବା ପାଇଁ କିଏ ଦେଲା? ନା ହବା ଦେଲା। ହବାକୁ ପଚାରିଲେ ତୁମକୁ କିଏ ଦେଲା? ନା ସର୍ପ ଦେଲା। ସର୍ପ ମତେ ଭୁଲାଇଲା, ତଇଁରେ ମୁଇଁ ଖାଇଲି। ଏଇଠି ଜଣେ ଅନ୍ୟ ଜଣକୁ ଦୋଷ ଦଉଛନ୍ତି। ଆମମାନଙ୍କର ବିଫଳତା ପାଇଁ ଆମମାନେ ଅନ୍ୟକୁ କେବେ ହେଲେ ଦୋଷ ନ ଦଉ। ଆଜି ଅନେକ ଅଛନ୍ତି, ତା ଯୋଗୁ ମୋର ଏ ଘରେ ପରିସ୍ଥିତି, ତା ଯୋଗୁ ମୋ ପିଲାମାନେ ଏଇ ଜାଗାରେ, ତା ଯୋଗୁ ଆଜି ଏଇ ବିଷୟ ଆମର ଘଟି ଅଛି, ଆଉ ତା ଯୋଗୁ ଆମମାନେ ଆଜି ଏଇ ରାସ୍ତାରେ ଆସିଅଛୁ। ନାଇଁ ନାଇଁ, ନିଜର ବିଫଳତା ପାଇଁ ଆମମାନେ ଅନ୍ୟକୁ ଦୋଷ ନ ଦଉ। ପ୍ରଭୁ ସାହାଯ୍ୟ କରନ୍ତୁ। ମୋଶାଙ୍କ ବିଷୟ ତ ଆମେ ଦେଖୁ, ମୋଶା ନିଜର ବିଫଳତା ସକାଶୁ ସେ ଲୋକମାନଙ୍କୁ ଦାୟୀ କରୁଅଛନ୍ତି। ଦ୍ୱିତୀୟ ବିବରଣ 1 ପର୍ବ 37 ପଦ ଭଉଣୀ ପଢନ୍ତୁ ଟିକେ। ଦ୍ୱିତୀୟ ବିବରଣ 1 ପର୍ବ 37 ପଦ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ସକାଶୁ ମୋ ପ୍ରତି କ୍ରୋଧ କରି କହିଲେ, ତୁମେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ। ଯେତେବେଳେ ସଦାପ୍ରଭୁ ମୋଶାକୁ କହୁଛନ୍ତି, ମୋଶା କହୁଛନ୍ତି ଯେ ସଦାପ୍ରଭୁ କହୁଛନ୍ତି ଯେ ତୁମ ମାନେ ଇସ୍ରାଏଲ ମାନଙ୍କ ସକାଶୁ
ମୋ ପ୍ରତି କ୍ରୋଧ କରିକି କହିଲେ ତୁମେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ। ଏହା ସତ୍ୟ ନଥିଲା। ସତ୍ୟ ଥିଲା ଗଣନା 20:12 ଯେ ସେଠାରେ କହନ୍ତି ତୁମେ ମାନେ ଇସ୍ରାଏଲ ସନ୍ତାନ ଗଣ ସାକ୍ଷାତରେ ଆମକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମଠାରେ ବିଶ୍ୱାସ କଲ ନାହିଁ, ସେଇଥିପାଇଁ ସେ ଜାଗାରେ ପ୍ରବେଶ କରିବ ନାହିଁ। କିନ୍ତୁ ଏଇଠି ମୂଷା କଣ କରନ୍ତି? ଅନ୍ୟକୁ ଦୋଷ ଦଉଛନ୍ତି। ଆରେ ତୁମ ସକାଶୁ ସଦାପ୍ରଭୁ ମୋ ପ୍ରତି କ୍ରୋଧ କଲେ ଆଉ ସେଇ ସ୍ଥାନରେ ପ୍ରବେଶ କରିବ ନାହିଁ ବୋଲି କହିଲେ। ତୁମ ସକାଶୁ ଆମମାନେ ନିଜର ବିଫଳତା ସକାଶୁ ଆମମାନେ ଅନ୍ୟକୁ ଦୋଷ ନ ଦଉ। ଏଇ ଲୋକଟି ମଧ୍ୟ ନିଜର ସହଭାଗିତା ନେଇ ନିଜର ବିଫଳତା ପାଇଁ କହୁଛି ମୁଁ ଚାହୁଁ ଚାହୁଁ ଅନ୍ୟମାନେ ସେଇ ପୁଷ୍କରିଣୀକୁ ଚାଲି ଯାଉଛନ୍ତି। ବେତ୍ସେଦା କହିଲେ ତାର ଅର୍ଥ ହଉଛି ଦ ହାଉସ ଅଫ ମର୍ସି, ଅନୁଗ୍ରହର ଘର। କିନ୍ତୁ ସେ ଜାଗାରେ ଇଏ ଅନୁଗ୍ରହ ପ୍ରାପ୍ତ ନୁହେଁ। ଆଉ ଗୋଟେ ବିଷୟ ଦେଖିବା, ଯୌନ ତାର 5 ପର୍ବ 12-13। ସେମାନେ ତାକୁ ପଚାରିଲେ, ତୁମର ଖଟିଆ ଘେନି ଚାଲ ବୋଲି ଯେ ତୁମକୁ କହିଲା ସେ ଲୋକ କିଏ? କିନ୍ତୁ ସେ କିଏ ତାହା ସେଇ ସୁସ୍ଥ ହୋଇଥିବା ଲୋକ ଜାଣିନଥିଲା, କାରଣ ସେ ସ୍ଥାନରେ ଅନେକ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲି ଯାଇଥିଲେ। ଦେଖନ୍ତୁ ଏଠି ଲେଖାଯାଏ, ଯେତେବେଳେ ଆପଣ ପଢିବେ 10, 11, 12, 13 ଯୌନ 5 ପର୍ବ, ଜିହୁଦୀ ମାନେ ପଚାରୁଛନ୍ତି ଆରେ ତତେ ଯିଏ ସୁସ୍ଥ କଲା ସେ କିଏ? ଇଏ କହୁଛନ୍ତି ଆଜ୍ଞା ମୁଁ ଜାଣିନି। ଯିଏ ଖଟିଆ ଘେନି ଚାଲ ବୋଲି କହିଲେ ସେ କିଏ? ଖଟିଆ ଘେନି ଚାଲ ବୋଲି କହିଲେ ଯୀଶୁ ଖ୍ରୀଷ୍ଟ ଉପସ୍ଥିତ ହେଲେ ସେ ଜାଗାରେ, ଆଉ ତାକୁ କହୁଛନ୍ତି ତୁମେ ଖଟିଆ ଘେନିକି ଚାଲ, ସେ ଚାଲିଲେ। କିନ୍ତୁ ଏଇ ବ୍ୟକ୍ତିକୁ ଯେତେବେଳେ ପଚାରୁଛନ୍ତି ସେ କିଏ, ଇଏ କହୁଛନ୍ତି ମୁଁ ଜାଣିନି। ଯୀଶୁ ଖ୍ରୀଷ୍ଟ ଯେ ଜଣେ ସୁସ୍ଥକାରୀ, କିନ୍ତୁ ଏଇ ବ୍ୟକ୍ତି ଜାଣିନି। ଏଇ ବ୍ୟକ୍ତି ଜାଣିଛି ଯେ ସୁସ୍ଥତା ପାଇବା ପାଇଁ ମତେ ଏଇ ଜାଗାକୁ ଆସିବାର ଅଛି, ଏଇ ବେତ୍ସେଦା ନାମକ ଜାଗାରେ ମତେ ଆସିବାର ଅଛି, ମୁଁ ଏଠାରେ ଅପେକ୍ଷା କରିକି ରହିବି, କିନ୍ତୁ ସୁସ୍ଥକାରୀ କିଏ ସେ ଜାଣିନି। ଜଳ କମ୍ପିତ ହେବା ସମୟରେ ମୁଁ ଗଲି ସେଇଠି ସୁସ୍ଥ ହେବି, କିନ୍ତୁ ସୁସ୍ଥକାରୀ କିଏ ସେ ଜାଣିନି। ଆଜି ଅନେକ ଲୋକ ଅଛନ୍ତି ଯୋଉମାନେ ସୁସ୍ଥତା ପାଇଁ ଆକର୍ଷିତ ଅଟନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟ ଯେ ସୁସ୍ଥକାରୀ ତାହା ସେମାନେ ନିଜ ଜୀବନରେ ଅନୁଭୂତି କରିନାହାନ୍ତି, ନିଜ ଜୀବନରେ ଏକ୍ସପିରିଏନ୍ସ ନାହିଁ ଯେ ଯୀଶୁ ଖ୍ରୀଷ୍ଟ ଯେ ସୁସ୍ଥକାରୀ। ଅନେକ ଆଜି ସୁସ୍ଥତାକୁ ଦେଖିକି ଆକର୍ଷିତ ହୁଅନ୍ତି, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଡକୁ ସେମାନେ ଆକର୍ଷିତ ନୁହନ୍ତି। ସେମାନେ କହନ୍ତି ମୁଁ ସେଇ ମିଟିଂରେ ଗଲେ ସୁସ୍ଥ ହେବି, ସେଇ ଜାଗାକୁ ଗଲେ ସୁସ୍ଥ ହେବି। ଏଇ ବ୍ୟକ୍ତି ଭଳିଆ ଯେ କମ୍ପିତ ହେବା ସମୟରେ ମତେ ପଶିବାର ଅଛି, କିନ୍ତୁ ଯୀଶୁ ଖ୍ରୀଷ୍ଟ ଯେ ସୁସ୍ଥକାରୀ ଏ ଅନେକଙ୍କ ଜୀବନରେ ଆଜି ଏକ୍ସପିରିଏନ୍ସ କରିନାହାନ୍ତି। ଆଉ ଆମମାନେ ଯେତେବେଳେ ଦେଖୁ ଗୋଟେ ବିଷୟ, ଜେରୁସାଲେମ ସହରରେ ଥିବା ସମୟରେ ଯୌନ ତାର 2:23-25 ଲେଖାଯାଏ ବହୁତ ସୁନ୍ଦର ଭାବରେ। ଜେରୁସାଲେମ ସହରରେ ଥିବା ସମୟରେ ଅନେକ ତାଙ୍କ ସାଧିତ ଆଶ୍ଚର୍ଯ୍ୟ କର୍ମ ଦେଖି, ପଢନ୍ତୁ ଟିକେ ଭଉଣୀ, ଆଉ 2-3 ମିନିଟରେ ସାରିବି। ଯୌନ ତାର 2 ପର୍ବ 23-25। ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଜେରୁସାଲେମରେ ଥିଲାବେଳେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟ କର୍ମ ଗୁଡିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ। କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କ ଠାରୁ ଆପଣଙ୍କୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣୁଥିଲେ। ପୁଣି ଯେ କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦବ ଏହା ତାହାଙ୍କର ପ୍ରୟୋଜନ ନଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କଣ ଅଛି ତାହା ସେ ଆପେ ଜାଣୁଥିଲେ। ଆମେନ୍। ଦେଖନ୍ତୁ ଏଇଠି ଯୀଶୁଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ତାଙ୍କ ନାମରେ ସେ ବିଶ୍ୱାସ କଲେ, କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଠାରୁ ଆପଣଙ୍କୁ ପୃଥକ ରଖିଲେ। ଅନେକ ଆଜି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ଆକର୍ଷିତ ହୁଅନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟ ଯେ କିଏ ସେମାନେ ଜାଣିବାକୁ ଇଚ୍ଛା କରନ୍ତିନି। ସେ ଯେ ସୁସ୍ଥକାରୀ, ସେ ଯେ ପରିତ୍ରାଣକର୍ତ୍ତା, ସେ ଯେ ଅନନ୍ତ ଜୀବନ ଯିଏ ଦେବେ, ସେଇ ଜୀବନ ପାଇଁ ଲୋକମାନେ ଲାଳାୟିତ ନୁହେଁ। କିନ୍ତୁ ସମସ୍ତେ ଚାହାନ୍ତି ମୁଁ କିଭଳି ସୁସ୍ଥ ହେବି, କିଭଳି ସୁସ୍ଥତାକୁ ପାଇବି। ଆଉ ଯୋଉ ବିଷୟ ଏଠି ଦେଖିକି ମଧ୍ୟ ଯୀଶୁ ଖ୍ରୀଷ୍ଟ ସନ୍ତୁଷ୍ଟ ହଉନାହାନ୍ତି। ଆମେ ଯେତେବେଳେ ଦେଖୁ ନିକୋଦିମଙ୍କ ବିଷୟରେ, ନିକୋଦିମ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ, ଜଣେ ଜିହୁଦୀ ନେତା। ଯୌନ 3:2 ଲେଖାଯାଏ, ପଢିବେ। ସେ କୁହେ ଗୋଟେ ରାତିରେ ଥରେ ଆସୁଛି ନିକୋଦିମ, ସେ କହୁଛି ଆଜ୍ଞା ଆପଣ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି ଈଶ୍ୱର ସାଙ୍ଗରେ ନଥିଲେ କେହି କରିପାରେ ନାହିଁ। ଯୌନ 3:2 ଲେଖାଯାଏ, ଆପଣ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି ଈଶ୍ୱର ସାଙ୍ଗରେ ନଥିଲେ କେହି କରିପାରେ ନାହିଁ।
କିନ୍ତୁ ତା ପରବର୍ତ୍ତୀ ଉତ୍ତର ଯୀଶୁ ଯାହା ଦଉଛନ୍ତି ତାହା ବହୁତ ଆଶ୍ଚର୍ଯ୍ୟ ଲାଗେ। ସେ କହୁଛନ୍ତି ଆରେ ଜଳ ଆତ୍ମାରୁ ଜନ୍ମ ନ ନେଲେ କେହି ସ୍ୱର୍ଗ ରାଜ୍ୟ ଦେଖିପାରିବ ନାହିଁ। ମୁଁ ସତ୍ୟ ସତ୍ୟ ତୁମକୁ କହୁଛି ଜଳ ଆଉ ଆତ୍ମାରୁ ଜନ୍ମ ନ ନେଲେ କେହି ସ୍ୱର୍ଗ ରାଜ୍ୟ ଦେଖିପାରିବ ନାହିଁ। କିନ୍ତୁ ଇଏ ଯୋଉ କହୁଛି ଆଜ୍ଞା ଈଶ୍ୱର ସାଙ୍ଗରେ ନଥିଲେ କେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରେ ନାହିଁ। ଆମେ ହେଇଥିଲେ କଣ କହିଥାନ୍ତୁ? ଜଣେ ଯଦି ଆମକୁ କହିଥାନ୍ତା ଆଜ୍ଞା ଆପଣ ଯୋଉ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି ଈଶ୍ୱର ସାଙ୍ଗରେ ନଥିଲେ କେହି କରିପାରିବ ନାହିଁ, ଆମେ କହିଥାନ୍ତୁ ଆଜ୍ଞା ଆପଣ ଗତ ମିଟିଂରେ ଆସିଥିଲେ କି? ଦେଖିଲେ କି? ଆଜ୍ଞା ବହୁତ ଲୋକ ଥିଲେ, ବହୁତ ଲୋକ ସୁସ୍ଥ ହେଲେ। ଓ ଆପଣ ଦେଖିଲେ କି? ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ନିକୋଦିମ ପ୍ରଭାବିତ ହେଇଥିଲେ। ସେଇଥିପାଇଁ ଯୀଶୁ ଖ୍ରୀଷ୍ଟ ତାଙ୍କୁ କହୁଛନ୍ତି ଜଳ ଆଉ ଆତ୍ମାରୁ ଜନ୍ମ ନ ନେଲେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ସୁସ୍ଥତା ଦେଖିକି ଆସିଥିଲେ। ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟ କାର୍ଯ୍ୟ ହେଲା ଜଳକୁ ଦ୍ରାକ୍ଷା ରସରେ ପରିଣତ କରିବା, ଆଉ ସେଇ ଜଳକୁ ଦ୍ରାକ୍ଷା ରସ ପରିଣତ କରିବା ସେଇ ଦେଖିକି ସେ ଆସିଥାଇପାରେ। କିନ୍ତୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା ପ୍ରଭାବିତ ବ୍ୟକ୍ତିକୁ ମଧ୍ୟ ନିକୋଦିମ ଫାରୁସି ହେଲେ ମଧ୍ୟ ତାକୁ କହୁଛନ୍ତି ଜଳ ଆଉ ଆତ୍ମାରୁ ଜନ୍ମ ନେବାର ଅଛି। ଆଜି ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିକି ପ୍ରଭାବିତ ଅଟନ୍ତି। ଆଜି ଅନେକ କହନ୍ତି ଆମେ ମାନେ ମିଟିଂ କରିଥିଲୁ, ବହୁତ ଲୋକ ସୁସ୍ଥ ହେଲେ, କିନ୍ତୁ ଯୋଉ ଲୋକ ସୁସ୍ଥ ହଉଛନ୍ତି ସେମାନେ ପ୍ରଭୁଙ୍କୁ ଜାଣୁନାହାନ୍ତି। ଏଇ ଲୋକଟା ମଧ୍ୟ ତାକୁ ଯେତେବେଳେ ପଚରା ଯାଉଛି ଆଜ୍ଞା ଆପଣଙ୍କୁ କିଏ କହିଲା ଖଟିଆ ଘେନି ଚାଲ, ଇଏ କହୁଛି ଆଜ୍ଞା ମୁଁ ଜାଣିନି, ମୁଁ ଜଳ କମ୍ପିତ ହେବା ପାଇଁ ଜଳ ଯେତେବେଳେ କମ୍ପିତ ହବ ତା ଭିତରକୁ ପଶିବା ପାଇଁ ଚାହେଁ, କିନ୍ତୁ ସୁସ୍ଥତା ଦେବା ପାଇଁ ଚାହାନ୍ତି। ଯିଏ ସୁସ୍ଥତା ଦିଅନ୍ତି ମୁଁ ତାଙ୍କୁ କିନ୍ତୁ ଜାଣିନି। ଆଜି ଆମଙ୍କ ଜୀବନରେ କଣ ସେଇଭଳିଆ ଆସିକି ସୁସ୍ଥତା ପାଇବା ପାଇଁ ଚାହୁଁ, ପ୍ରଭୁଙ୍କ ଠାରୁ ସବୁ କିଛି ପାଇବା ପାଇଁ ଚାହୁଁ, କିନ୍ତୁ ପ୍ରଭୁଙ୍କୁ କେତେ ଜାଣିଛୁ ଆମେ? ତା ଗୁରୁତ୍ୱପୂର୍ଣ୍ଣ ଅଟେ। ଆଉ ଏଇଠି ଯେତେବେଳେ ଲେଖାଯାଏ ସେଇ 5:7 ଲେଖାଯାଏ ଜଳ କମ୍ପିତ ହେବା ସମୟରେ, ଜଳ କମ୍ପିତ ହେବା ସମୟରେ ସେ ଆଉଥରେ ଟିକେ ପଢନ୍ତୁ ଶେଷ ଭଉଣୀ, ଯୋହନ 5:7। ରୋଗୀଟି ତାହାର ଉତ୍ତର ଦେଲା, ମହାଶୟ ଜଳ କମ୍ପିବା ସମୟରେ ମତେ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋହର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଧନ୍ୟବାଦ। ଦେଖନ୍ତୁ ଜଳ କମ୍ପିତ ହେବା ସମୟରେ ମତେ ନେଇଯିବା ପାଇଁ କେହି ନାହିଁ। ଜଳ କମ୍ପିତ ହେବା ସମୟରେ, ଜଳ କମ୍ପିବା ସମୟ ଉପରେ ସେ ବିଶ୍ୱାସ କରୁଅଛନ୍ତି। ଜଳ କମ୍ପିବ ତା ଉପରେ ସେଇ ସମୟ ଉପରେ ସେ ବିଶ୍ୱାସ କରୁଅଛନ୍ତି। ଆଜି ଲୋକମାନେ ଯୋଉ ଭଳିଆ ପ୍ରକାର କହନ୍ତି ଆଜ୍ଞା ଭାଗ୍ୟ ଯଦି ଥିବ ତାହେଲେ ମୁଁ ସୁସ୍ଥତା ପାଇବି, ଆଜ୍ଞା ଭାଗ୍ୟରେ ଯଦି ଥିବ ତାହେଲେ ମୁଁ ଏଗୁଡା ପାଇବି। ଆଜ୍ଞା ଭାଗ୍ୟ କିଛି ନାହିଁ। ଆମେ ଯେତେବେଳେ ପ୍ରଭୁଙ୍କର ସନ୍ତାନ ଅଟୁ, ପ୍ରଭୁଙ୍କ ପଛରେ ଯେତେବେଳେ ଆମେ ଚାଲିଅଛୁ, ଭାଗ୍ୟ କିଛି ନାହିଁ। ପ୍ରଭୁ ପରିସ୍ଥିତିକୁ ବଦଳାଇବା ପରମେଶ୍ୱର ଅଟନ୍ତି। ହାଲେଲୁୟା। ପ୍ରଭୁ ବଦଳାଇବା ପରମେଶ୍ୱର ଅଟନ୍ତି। ଭାଗ୍ୟ କିଛି ନାହିଁ, ସମୟ କିଛି ନୁହେଁ। ଏ ଯୋଉ କହୁଛି କମ୍ପିବା ସମୟ ନୁହେଁ। ପ୍ରଭୁ ଅଛନ୍ତି ତ ପ୍ରତ୍ୟେକ ପରିସ୍ଥିତିକୁ ସେ ବଦଳେଇବେ। ହାଲେଲୁୟା। ପ୍ରଭୁ ସାହାଯ୍ୟ କରନ୍ତୁ। ସେଇଥିପାଇଁ ତା କହୁଛନ୍ତି ତୁମେ ସୁସ୍ଥ ହେବା ପାଇଁ ଇଚ୍ଛା କରୁଅଛ କି? ଆର୍ ୟୁ ୱାଣ୍ଟ ଟୁ ବିକମିଂ ୱେଲ୍? ତୁମେ ସୁସ୍ଥ ହେବାକୁ ଇଚ୍ଛା କରୁଅଛ କି? ଆଜି ମଧ୍ୟ ସେ କହିବା ପାଇଁ ଚାହାନ୍ତି, ଭାଇ ଭଉଣୀ, ମୋର ପୁଅ ଝିଅ, ତୁମମାନେ ଏ ପରିସ୍ଥିତିରୁ ବାହାରିବା ପାଇଁ ଚାହୁଁଛ କି? ଆଜି ଯୋଉ ଅପେକ୍ଷାରେ ତୁମମାନେ ଅଛ ସେଠାରୁ ବାହାରିବାକୁ ଚାହୁଁଛ କି? ଆଜି ସୁସ୍ଥ ହେବା ପାଇଁ ଚାହୁଁଛ କି? ପ୍ରଭୁ ସାହାଯ୍ୟ କରନ୍ତୁ। ଏଇ ବିଷୟ ଗୁଡାକ ଆମମାନଙ୍କ ଜୀବନରେ ଦେଖୁ, ଆଉ ପ୍ରଭୁଙ୍କ ଠାରେ ବିଶ୍ୱାସ ରଖୁ। ଏଇ ପରିସ୍ଥିତିରୁ ଯୋଉ ବି ପରିସ୍ଥିତିରେ ଥାଉ ନା କାହିଁକି ପ୍ରଭୁ ନିଶ୍ଚୟ ବାହାର କରିବେ। ପ୍ରଭୁ ଏଇ ଅଳ୍ପ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍।